ମାତୃତ୍ୱ ହେଉଛି ଧୈର୍ଯ୍ୟର ନିର୍ବାଚିତ ପାଠ। ଏକ ହୃଦୟରେ ଦୁଇଟି ସ୍ପନ୍ଦନ ଧରି ରହିବାର କଳା। ଏହା ହେଉଛି ଆଶୀର୍ବାଦର ସୃଜନଶୀଳ ନଦୀ, ଯେଉଁଠାରୁ ଜୀବନ ଶିଖେ ସ୍ନେହ, ଆଧାର ଓ ଆଶା। ନିଜକୁ ଭୁଲି ଅନ୍ୟକୁ ସମ୍ପୂର୍ଣ୍ଣ କରିବାର ଦିବ୍ୟ ପ୍ରତିଶ୍ରୁତି। ହଠାତ୍ ଦିନେ ଶିଶୁଟିର ଅକୁହା କିଛି ପଦ ମାର କାନରେ ବାଜିଲା। ମା କାନେଇ ଶୁଣିଲା। ହଁ ଧନ, କଣ କିଛି କହୁଥିଲୁ କି? ହଁ ମା, ମୁଁ ତୁମ ଧନ କହୁଛି, ଟିକେ ମୋ କଥା ଶୁଣ ମା। ଓଃ, କଣ ଆଜି ହଉଛି? ମୋ ଦେହ କାହିଁ ପୋଡି ଜଳି ଯାଉଛି। ହେ ଭଗବାନ, ମୋ ନିଶ୍ୱାସ ଟା କାହିଁ ବନ୍ଦ ହୋଇଯାଉଛି। ମା, ତୁମେ ଶୁଣୁଛ କି? ମା, ତୁମ ଜଠରରେ ଲୁଚିଥିବା ମୋ ଛୋଟ ପୃଥିବୀଟା ଆଜି ଅଶାନ୍ତ। ତୁମ ଭିତରେ ଅଛି ଛୋଟ କୋମଳ ଶିଶୁଟିଏ, କିନ୍ତୁ ମୁଁ ସବୁ ଅନୁଭବ କରିପାରୁଛି। ମୁଁ ଆଜି ଏକ ଅଜଣା ଜିନିଷ ଅନୁଭବ କଲି। କଳା ମଚମଚ ଅନ୍ଧାରୁଆ ଧୂଆଁ। ସେ ଧୂଆଁ ମୋ ସ୍ୱପ୍ନ ପଥରେ ଆସି ମୋର ଚାରିଆଡେ ଘେରି ହେଇଗଲା। ମା, ତୁମ ରକ୍ତର ନଦୀରେ ବଢୁଥିବା ସେ ଧୂଆଁର କଣିକା ମୋ ଛୋଟ ଶରୀର ପାଖକୁ ଆସିଲେ ମୋ ପ୍ରାଣ ଛଟପଟ ହୁଏ। ମୁଁ ତ ଏପର୍ଯ୍ୟନ୍ତ ନିଶ୍ୱାସ ନେବା ମଧ୍ୟ ପୁରା ଶିଖି ନାହିଁ। ତଥାପି ମୋର ମନେ ହୁଏ ଏ ଧୂଆଁ ମୋର ଆସନ୍ତା କାଲିକୁ ମଧ୍ୟ ଆଜିଠାରୁ ଛଡାଇ ନେଉଛି। ମତେ ସୁରକ୍ଷା ଦିଅ ମା, ମତେ ସୁରକ୍ଷା ଦିଅ। ମୁଁ ଆଉ କଷ୍ଟ ସହିପାରୁନାହିଁ। ମା, ମୁଁ ଏକ ଅଲେଖା ପଦ୍ୟ। ତୁମ ନିଶ୍ୱାସର ସୁମଧୁର ଲହରୀରେ ମୁଁ ଧୀରେ ଧୀରେ ସଜେଇ ହୁଏ। ଦୟାକରି ଧୂଆଁର କଳା ଅକ୍ଷର ମୋ ଜଗତ ପାଖରେ ନ ପଶୁ ମା। ମା, ମୁଁ ଜୀବନ ଜିଇବାକୁ ଶିଖୁଛି ମା। ତୁମେ ଅଳ୍ପ ଧ୍ୟାନ ଦେଲେ ମତେ ବହୁତ ଖୁସି ଲାଗିବ। ତୁମେ ଯେବେ ଧୂଆଁଠୁ ଦୂରେଇ ଯାଅ, ମୋ ଭିତରେ ଦଲକାଏ ଶୀତଳ ପବନ ଆସ୍ତେ ଆସ୍ତେ ଜନ୍ମ ନେଇଯାଏ। ତୁମର ଶୁଦ୍ଧ ଶ୍ୱାସ ମୋର ପୁରା ଜୀବନ, ମୋର ପ୍ରଥମ ପ୍ରାର୍ଥନା। ମୁଁ ତୁମକୁ ବହୁତ ଭଲ ପାଏ ମା, ମୁଁ ତୁମକୁ ବହୁତ ଭଲ ପାଏ। ମତେ ଜୀବନ ଶିଖିବାକୁ ଦିଅ। ସେଥିପାଇଁ ଧୂଆଁ ଠାରୁ ଆଜିଠୁ ଏକ ପାଦ ଦୂରେଇ ଯାଅ। ମୁଁ ଅପେକ୍ଷା କରୁଛି ତୁମ ଶୁଦ୍ଧ ପବନର ପରବର୍ତ୍ତୀ ଆଲିଙ୍ଗନକୁ। ମୁଁ ତୁମ ଗର୍ଭର ଏକ ଅନୁପମ ଆଶାର ଆତ୍ମା। ମୁଁ ଜୀବନକୁ ଅପେକ୍ଷା କରିଛି।